ଜୟ ଜଗନ୍ନାଥ। ଆଜି ସକାଳୁ ମୋ ପୁଅ ଜିଦି କରିଥିଲା କିନ୍ତୁ ଜିଦିଟା ପୂରଣ ହେଲାନି ବୋଲି ସେ ରାଗିକି ଧୀରେ ଧୀରେ ଯାଉଛି। ଆଉ ମାଆ ତାକୁ ଦେଖିକି ମଜା ନେଉଛନ୍ତି, ହସୁଛନ୍ତି, କ'ଣ ଦେଖ ତୋ ପୁଅ କିନ୍ତୁ ରାଗିକି ସ୍କୁଲ ଧୀରେ ଧୀରେ ଯାଉଛି। କ'ଣ ଜିଦି ଥିଲା ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ କହିବି। ତା ପାଇଁ ଆଜି ଟିଫିନ୍ ବନିଥିଲା ଉପମାକୁ ଆଳୁଦମ ତରକାରୀ, କିନ୍ତୁ ଉପମା ତ ସବୁ ସରିଯାଇଥିଲା, କେବଳ ଆଳୁଦମ ହିଁ ଥିଲା। ମୋ ପାଇଁ କରିଦେଲି ରୁଟି। ଆଉ ବିନା ଫୋନ୍ରେ ତ ସବୁ ଖାଦ୍ୟ ତଣ୍ଟିରେ ଯିବା ଅସମ୍ଭବ। ତାପରେ ଫୋନ୍ ଦେଖିକି ମୁଁ ଖାଇଦେଲି ରୁଟି। ତାପରେ ବସି ଭାବୁଥିଲି କ'ଣ ଲଞ୍ଚରେ ବନେଇବା, କିନ୍ତୁ ମାଆ ଦେଇଦେଲେ ଆଣି ଶୁଖୁଆ। ଶୁଖୁଆ ହେଉଛି ଆମ ଶାଶୁ ବୋହୂ ମୋ ସ୍ୱାମୀ ଆମେ ତିନି ଜଣ ଶୁଖୁଆ ଲଭର୍। ଶୁଖୁଆ ଯଦି ଘରେ ଅଛି ମାନେ ଚିକେନ୍ ମଟନ୍ ଏହାର କି ତରକାରୀ ହୁଏନି। ଶୁଖୁଆକୁ ଭଲସେ 5-6 ଥର ବତୁରେଇ ଦେଲି, କାରଣ ତା'ର ବାଲି ଲାଗିଥାଏ, ତାକୁ ଭଲସେ ଧୁଆଧୁଇ କରିଦେଲି। ତାପରେ ତାକୁ ପିଆଜ ପକାଇକି ଟିକେ ଭଲସେ ଭାଜିଦେଲି। ତାପରେ ସେ ଭଜା ହେଲା ପରେ ବେସର ଯୋଗାଡ଼ିକି ରଖିଦେଲି, ବେସରକୁ ପକାଇଦେଲେ ହେଇଗଲା ଆମ ଶୁଖୁଆ ବେସର ରେଡ଼ି। ଆମେ ଶାଶୁ ବୋହୂ ଚାଲୁ ମାନେ ଯେଉଁ ଶୀତ ଦିନ ଯେଉଁ ଖରା ହେଉଥିବ ଛାତ ଉପରେ ଯାଇ ବସି ଖାଇବୁ ତା'ର ମଜା ଅଲଗା। ଆମେ ଶାଶୁ ବୋହୂ ଯାଇ ଖାଇଦେଲୁ ଛାତ ଉପରେ ପଖାଳ ଭାତକୁ ଶୁଖୁଆ ବେସର ଆଉ ବାଇଗଣ ପୋଡ଼ାପୋଡ଼ି ସବୁ ହେଇଥିଲା। ତାପରେ ମୋ ପୁଅର ଆଜି ଜିଦି ଥିଲା ଯେ କହୁଥିଲା ସ୍କୁଲ ଗଲାବେଳେ ମୁଁ ନେଇକି ଯିବି ଆଇସ୍କ୍ରିମ୍। ମାନେ ଏବେ ଯେଉଁଭଳିଆ ଥଣ୍ଡା ହେଉଛି ଯେଉଁ ବର୍ଷା ମଝିରେ ବର୍ଷା ପାଗ ଅଛି, ଆଇସ୍କ୍ରିମ୍ ତ ସକାଳୁ ଦେଲେ ଥଣ୍ଡା ହେବ। ସେଇଥିପାଇଁ ପ୍ରମିସ୍ କରିଥିଲି ତୁ ସ୍କୁଲ ଯାହାରି ଆସିଲେ ତ ଆଇସ୍କ୍ରିମ୍ ଦେବି। ସେ ସେଇଥିପାଇଁ ଯଥାଶୀଘ୍ର ସ୍କୁଲରୁ ଆସିକି ନ ଗାଧେଇ ନ ଖାଇ ଆଗ ଚାଲିଲା ଆଇସ୍କ୍ରିମ୍ ଆଣିବାକୁ। କହିଲା ମାମା ଦିଅ, ମୋତେ ପ୍ରମିସ୍ କରିଥିଲା ଆଇସ୍କ୍ରିମ୍ ଦିଅ। ଯେହେତୁ ପ୍ରମିସ୍ କରିଥିଲି ନଦେଲେ ମୋ ପୁଅର ମନଟା ଦୁଃଖ ହେଇଯିବ, ତାକୁ ଆଇସ୍କ୍ରିମ୍ ଦେଇଦେଲି। ଭିଡ଼ିଓ ଭଲ ଲାଗେ।